ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଜାନୁଆରୀ 15 ତାରିଖ ବୁଧବାର, ପୁଷ୍ୟା ନକ୍ଷତ୍ର ପୌଷ ଶୁକ୍ଳ ଦ୍ୱିତୀୟା ତିଥି, ପୁଷ୍ୟା ନକ୍ଷତ୍ର କର୍କଟ ରାଶିରେ ଚନ୍ଦ୍ର, ମକର ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, ବନ୍ଧୁ ଲାଭର ଯୋଗ ଅଛି। ତାପରେ ଆସିବା ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ବାଣିଜ୍ୟରେ ବୃଦ୍ଧି, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ। ଆଜି ଦିନଟି ଆପଣଙ୍କର ସୁଫଳ ପାଇବେ। ତାପରେ ଆସିବା ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ବହୁ ପରିଶ୍ରମ କରିବାକୁ ପଡ଼ିପାରେ, ଅପଦସ୍ଥ ହୋଇପାରନ୍ତି, ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ। ତାପରେ ଆସିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ସତର୍କ ରୁହନ୍ତୁ, ଅଯଥା କଳି ଝଗଡ଼ାରେ ପସନ୍ଦ ନାହିଁ। ଆଜି କାର୍ଯ୍ୟହାନି ହେବ, ଯାତ୍ରାରେ ବିଫଳ ହେବେ, ଶତ୍ରୁ ବୃଦ୍ଧି ପାଇବେ, ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ। ତାପରେ ଆସିବା ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶତ୍ରୁ ବୃଦ୍ଧି ପାଇବେ, ଅପମାନିତ ହୋଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନଟି କଟିବ। ଆଜି ଦିନଟି ଆପଣ ଜଗି ରଖି ଚଳନ୍ତୁ, ଅଯଥା କଳି ଝଗଡ଼ାରେ ପସନ୍ଦ ନାହିଁ। ତାପରେ ଆସିବା କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ମନୋବାଞ୍ଛିତ କର୍ମ ଆଜି କାର୍ଯ୍ୟ ସଫଳ ହେବ, ବନ୍ଧୁ ମିଳନ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭର ଯୋଗ ଅଛି। ତାପରେ ଆସିବା ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଧନ ଲାଭର ଯୋଗ ଅଛି, ବାଣିଜ୍ୟରେ ବୃଦ୍ଧି, ସୁସ୍ୱାଦୁ ଭୋଜନ ଲାଭ। ତାପରେ ଆସିବା ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବନ୍ଧୁ ଲାଭ, ଧନ ଲାଭ, ବାଣିଜ୍ୟରେ ବୃଦ୍ଧି, ଶତ୍ରୁ ପରାସ୍ତ ହେବେ। ଆଜି ଦିନଟି ଆପଣ ସୁସ୍ୱାଦୁ ଭୋଜନର ଯୋଗ ଅଛି। ତାପରେ ଆସିବା ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ପରିବାରରେ ମନୋମାଳିନ୍ୟ, ଶତ୍ରୁ ବୃଦ୍ଧି ପାଇବେ। ତାପରେ ଆସିବା ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବିଦ୍ୟାର୍ଥୀମାନେ ଭଲ ପାଠ ପଢ଼ିବେ, ଧନ ଲାଭର ଯୋଗ ଅଛି, ବାଣିଜ୍ୟରେ ବୃଦ୍ଧି। ତାପରେ ଆସିବା କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବାଣିଜ୍ୟରେ ବୃଦ୍ଧି, ଶତ୍ରୁ ପରାସ୍ତ ହେବେ। ତାପରେ ଆସିବା ମୀନ ରାଶି। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ସୁସ୍ୱାଦୁ ଭୋଜନ ଲାଭ, ବାଣିଜ୍ୟ ବୃଦ୍ଧି, ଶତ୍ରୁ ପରାସ୍ତ ହେବେ। ଆଜିର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ବୈଦିକ ଆହାର ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଭୋଜନ କରନ୍ତୁ ନାହିଁ। ଆଜି କାର୍ଯ୍ୟକ୍ଷେତ୍ରକୁ ବାହାରିବା ପୂର୍ବରୁ ଓಂ ଗଂ ଗଣପତେ ନମଃ ଏହି ମନ୍ତ୍ରକୁ 7 ବାର ଜପ କରି କାର୍ଯ୍ୟକ୍ଷେତ୍ରକୁ ବାହାରନ୍ତୁ। ଦିନଟି ମଙ୍ଗଳମୟ। ଜୟ ଜଗନ୍ନାଥ।